ହ୍ୟାଲୋ ହାଏ ନମସ୍କାର। ହିସାବରେ ଦେଖନ୍ତୁ ଗଛ କେମିତି ବାରି ସାରା ଲଗା ହେଇଛି। ଏଇଟା 2004ରୁ ଗଛ ଲଗା ହେଇଛି। ଆମ୍ବ ଗଛ ଲାଗିଛି, ଓଉ ଗଛ ଲାଗିଛି, ନଡ଼ିଆ ଗଛ ଲାଗିଛି, ଗୁଆ ଗଛ ଲାଗିଛି, ମାଙ୍କଡ଼ କେନ୍ଦୁ ଗଛ ଲାଗିଛି, ଓସ୍ତ ଗଛ ଅଛି, ଜାମୁକୋଳି ଗଛ ଅଛି, ପଣସ ଗଛ ଅଛି, ସବୁ ପ୍ରକାର ଗଛ ଲାଗିଛି। ବାଉଁଶ ଗଛ ବି ଅଛି, ବାଦାମ ଗଛ ବି ଅଛି, କଦଳୀ ଗଛ ଅଛି। ଦେଖ ହିସାବରେ ଯୋଉଟା 2004 ଗଛ ଲାଗିଥିଲା, ଦେଖନ୍ତୁ କେଡ଼େ କେଡ଼େ ଗଛ ହେଇଗଲାଣି। ଇଏ ଓଉ ଗଛ, ଓଉ ବି ଫଳ ହେଇଛି ନାଚିକି। ଆମ୍ବ ଗଛ ଲାଗିଛି, ଆମ୍ବ ଗଛ ଅଛି 12ଟା। ତା ଭିତରେ 12ଟା ଆମ୍ବ ଗଛରେ ଆମ୍ବ ହେଉଛି। କଦଳୀ ଗଛ ଦେଖ ପୁରା ବାଗାନ ପୁରା ବାରିସାରା। 2004ରୁ ଗଛ ଲାଗିଥିଲା। ଦେଖନ୍ତୁ ସେ ଗଛକୁ କେତେ ଯତ୍ନ ନିଆଯାଇଛି। ଏବେ ବି ଗଛ ସବୁ ଲାଗିଛି ତା ଦେହରେ, ସବୁ ଲାଗିଛି। ଆଗ ଗଛ 4ରୁ ଲାଗିଛି, 5 ଲାଗିଛି, 6ରେ ଲାଗିଛି। ସେ ବାରି ଭିତର 40ଟା ଉପରେ ଗଛ ଲଗା ହେଇଛି। ସବୁ ଛଡ଼ା ଛଡ଼ା ହେଇକି ଗଛ ଲଗା ହେଇଛି। ସବୁ ବିଭିନ୍ନ ପ୍ରକାର ଗଛ, ଫୁଲ ଗଛ ବି ଅଛି। ଏକ ସମାଧି ବି ଆମର ଅଛି ବାଇରେ, ଗୁଆ ଗଛ ଅଛି ତା ଦେହରେ। ତାପରେ ଆମର ତେଜପତ୍ର ଗଛ ବି ଲାଗିଛି। ତେଜପତ୍ର ଗଛ ବି ପଛପଟେ ଅଛି। ଦେଖନ୍ତୁ ଏ ଗଛ ସବୁ ଲାଗିଛି। ଫୁଲ ବାଦାମ ଗଛ ବି ଲାଗିଛି। ଏଇଟା ଆମ୍ବ ଗଛ ଦେଖନ୍ତୁ, ବାଉଁଶ ଗଛ ଲାଗିଛି, ମାଙ୍କଡ଼ କେନ୍ଦୁ ଗଛ ବି ଅଛି ଆ ଦେହରେ। ସବୁ ପ୍ରକାର ଗଛ ଲାଗିଛି। ସେପଟା ଗଛ ଲାଗିଛି, ଓଉ ଗଛ ଲାଗିଛି, 6ଟା ଖଣ୍ଡେ ଓଉ ଗଛ ଲାଗିଛି। ସବୁ ପ୍ରକାର ଗଛ ଲଗା ହେଇଛି ବାଇରେ। ଦେଖ 2004ରୁ କେତେ ଯତ୍ନ ନିଆ ହେଇକି ବାଡ଼ ଦିଆ ହେଇକି ଗଛ କରାହେଇଛି। ଦେଖ ବାରି ସାରା ପୁରା ଗଛ ବାଗାନ କରାହେଇଛି, ତାଟି ଦିଆହେଇଛି, ଗଛ ଯତ୍ନରେ ନିଆଯାଇଛି। 2004ର ଗଛ ଦେଖ, ଆଜି ଯାଇକି ସେ ଗଛ ସବୁ ଯତ୍ନରେ ରଖାଯାଇଛି। ସାର ପିଡ଼ିଆ ସବୁ ଦିଆହେଉଛି ଗଛରେ, ମାଟି ଉଞ୍ଚା କରାହେଉଛି। ବିଲ ଭିତରେ ମାଟି ଖତ ସବୁ ଗୋବର ବି ଗଦା ହେଉଛି। ଆମର ଦେଖ, ଆମ ଗାଈ ବି ଅଛନ୍ତି, 12ଟା 15ଟା ଗାଈ ଅଛନ୍ତି। ଗୋବର ଖତ କରିକି ଗଛ ମୂଳେ ବି ଦିଆହେଉଛି। ଗଛ ସବୁ ଗଛ ଆଣିକି ଲଗାଏ। ଦେଖନ୍ତୁ ଆମ୍ବ ଗଛ କେଡ଼େ କେଡ଼େ କରାହେଇଛି। 2004ର ଗଛ ଏସବୁ। ବାତ୍ୟା ପରେ ପରେ ଏ ଗଛ ସବୁ ଲଗା ହେଇଛି। ଆମର ଆମ୍ବ ଗଛ 10-12ଟା ଥିଲା, 10-12ଟା ଉପରେ ହେବା ପରେ ଏ ଗଛ ସବୁ ଲଗା ହେଲା। ଲଗା ହେଇଛି। ହିସାବରେ ଦେଖନ୍ତୁ ଗଛ କେଉଁ ଟାଇପ୍ର ଗଛ ସବୁ। ଦେଖ ଏଇଟା 2004ର ଗଛ, ଆମ୍ବ ଗଛ, ସୁନ୍ଦରୀ ଆମ୍ବ। ଏଇଟା ମଧୁରାଇ, ବାଇଗଣ ପଲେଇ, ସବୁ ପ୍ରକାର ଗଛ ଲାଗିଛି ଆ ଦେହରେ।